समस्त पुनः धन्यवाद। हमें कार्तिक मासर नवम तिथि रे पहुंची। कार्तिक मासरे श्रीमती राधाराणीଙ୍କର कृपा भिक्षा କରିବା ପାଇଁ ଭକ୍ତମାନେ ବିଶେଷ କରିକି ବହୁତ ତପସ୍ୟା କରନ୍ତି। वृंदावन ने ब्रज 84 परिक्रमा इत्यादि ଯେତେବେଳେ ଯାଆନ୍ତି ଭକ୍ତମାନେ ଖାଲି ପାଦରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗା ଆଉ ଗୋଟେ ଜାଗାରୁ ଆଉ ଗୋଟେ ଜାଗା ଏମିତି ଯାଉଥାନ୍ତି। ତ ଉଦ୍ଦେଶ୍ୟ ଥାଏ ତପସ୍ୟା ମାଧ୍ୟମରେ ଶ୍ରୀମତୀ ରାଧାରାଣୀଙ୍କର କୃପା କଟାକ୍ଷକୁ ପୁନଃ ଧାରଣ କରିବା। ତେଣୁ ଆଜି ଆମେ ଶ୍ରୀମତୀ ରାଧାରାଣୀଙ୍କର ବହୁତ ଛୋଟ କିନ୍ତୁ ବହୁତ ଅତ୍ୟନ୍ତ ସୁନ୍ଦର ଜିନିଷ ଶ୍ରବଣ କରିବା ଭାଗ୍ୟରେଖା। ରାଧାରାଣୀଙ୍କର ଭାଗ୍ୟରେଖା କଣ? ତ ଶ୍ରୀମତୀ ରାଧାରାଣୀ ଯୋଉ ହସ୍ତ କମଳ ଅଛନ୍ତି ଏବଂ ଚରଣ କମଳ ଅଛନ୍ତି ସେଥିରେ ମନେକରେ ଚାରୁ ସୌଭାଗ୍ୟ ରେଖା ଚାରୁ ତା ସୁନ୍ଦର ସୌଭାଗ୍ୟ ରେଖା ଆଦି ସବୁ ଜିନିଷ ଶ୍ରୀମତୀ ରାଧାରାଣୀଙ୍କର ଯୋଉ ଚରିତ୍ର ଅଛି ତାକୁ ଆହୁରି ସୁନ୍ଦର ଆଉ ସୁସଜ୍ଜିତ ବନାଏ। ରାଧାରାଣୀ କେତେ ସୁନ୍ଦର ଏବଂ ତାଙ୍କର ଦିବ୍ୟ ଶରୀରରେ ବିଭିନ୍ନ ପ୍ରକାର ରେଖା ମାନ ତ ସମସ୍ତଙ୍କ ଶରୀରରେ ଯେମିତି ଅଛି କିନ୍ତୁ ରାଧାରାଣୀ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ। ଥରେ ମଧୁମଙ୍ଗଳ କୃଷ୍ଣଙ୍କ ସହିତ ଯାଉଥିବେ ଆଉ ସେ ଗୋଟେ ଜାଗାରେ ରହିଯିବେ ତାପରେ କହିବେ କି ହେ ମଧୁସୂଦନ ଅର୍ଥାତ ଆପଣ ଯିଏ ସମସ୍ତ ପ୍ରକାର ଦୁଃଖକୁ ନିବାରଣ କରନ୍ତି ତ ଆପଣ ଏବେ ସନ୍ତୁଷ୍ଟ ହୁଅନ୍ତୁ ଆଉ ଶ୍ରବଣ କରନ୍ତୁ ମୁଁ କଣ କହୁଛି। ତ ମଧୁମଙ୍ଗଲ କହିବେ କଣ ଆପଣ ନଜର କରିଛନ୍ତି? ଆପଣ ତ କହିବେନି କଣ ତମେ ନଜର କରିଛ କି ରାଧାରାଣୀଙ୍କର ପାଦ ପଦ୍ମରେ କଣ ଅଛି? କୃଷ୍ଣ କହିବେ କଣ ଅଛି? ତ ମଧୁମଙ୍ଗଲ କହିବେ କି ରାଧାରାଣୀଙ୍କର ପାଦ ପଦ୍ମରେ ସେଇ ଦିବ୍ୟ ରେଖା ମାନ ଅଛି ଯେମିତି କୃଷ୍ଣ ମୁନ ଅର୍ଥାତ ଚନ୍ଦ୍ରମା ପୂର୍ଣ୍ଣ ଚନ୍ଦ୍ର ସେ ଚନ୍ଦ୍ରମା ଅଛନ୍ତି ବ୍ରେସଲେଟ ଅଛନ୍ତି ଆଉ ପୁଷ୍ପରାଜି ୱାଇନ ଅଛନ୍ତି ଇୟର ରିଙ୍ଗସ ଏ ସବୁ ଜିନିଷ ଅଛନ୍ତି। ତ ଆର ଗୋଟେ ସିକ୍ରେଟ ଅଛି ମଧୁମଙ୍ଗଲ କୃଷ୍ଣଙ୍କୁ କହିବେ କି ମୁଁ ଆଜି ତମକୁ ସିକ୍ରେଟ କହିବି କଣ ନା ରାଧାରାଣୀଙ୍କର ପାଦ ଯୋଉ ହିଲ୍ ଅଛି ତ ସେ ପାଦ ପଦ୍ମରେ ଗୋଟେ ମାଛର ଚିହ୍ନ ଅଛି ଆଉ ଗୋଟେ ରଥର ବି ଚିହ୍ନ ଅଛି। ରାଧାରାଣୀ ଯେତେବେଳେ ବି ଯାଆନ୍ତି ଚାଲି ଚାଲିକି ପାଦ ପଦ୍ମର ଯୋଉ ଚିହ୍ନ ଅଙ୍କିତ ହେଇଥାଏ ତ ସେତେବେଳେ ଏ ମାଛ ଏବଂ ଚାରିଆଡେ ତା ରଥର ଚିହ୍ନ ବ୍ରଜ ଧୂଳିରେ ଅଙ୍କିତ ହେଇଥାଏ। ତେଣୁ ୟାର ଗୋଟେ ସିକ୍ରେଟ ମେସେଜ ମୁଁ କାହ୍ନା ତମକୁ କହିବି। ତ ମାଛ ମାନେ କଣ ନା ଯିଏ କେହି ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାରାଣୀଙ୍କର ଚରଣ କମଳରେ ନିଜର ମନକୁ ନିବେଶ କରେ ତ ସେ ବ୍ୟକ୍ତି ସଂସାରର ବନ୍ଧନରୁ ଉଦ୍ଧାର ହେଇପାରିବ। ଏଇଟା ମାଛର ପ୍ରତୀକ। ତାପରେ ମାଛ ଏହାର ହିଁ ପ୍ରତୀକ। ଆଉ ମାଛ କେବେ ବି ପାଣି ବ୍ୟତୀତ ଅଲଗା କୌଣସି ଜାଗାରେ ସନ୍ତୁଷ୍ଟ ହୁଏନି। ସେଇଥିପାଇଁ ଯିଏ ବ୍ୟକ୍ତି ଭଗବାନ କୃଷ୍ଣ ଏବଂ ଶ୍ରୀମତୀ ରାଧାରାଣୀଙ୍କର ଚରଣ କମଳରେ ସନ୍ତୁଷ୍ଟ ହବ ସେ ବ୍ୟକ୍ତି ହିଁ ଉଦ୍ଧାର ପାଇପାରିବ। ଆଉ କାହ୍ନା ପଚାରିବେ ତାହେଲେ ଏଇ ରଥ କାହିଁକି ଅଛି? ତ ରାଧାରାଣୀଙ୍କର ପାଦ ପଦ୍ମରେ ରଥ ଏମିତି ଅଛି କିନ୍ତୁ କୃଷ୍ଣଙ୍କ ପାଦ ପଦ୍ମରେ ରଥ ନାହିଁ। ରାଧାରାଣୀଙ୍କ ପାଦ ପଦ୍ମରେ ରଥ ଅଛି କୃଷ୍ଣଙ୍କ ପାଦ ପଦ୍ମରେ ରଥ ନାହିଁ। ତେଣୁ ଜୀବନର ଯେତିକି ଯିବା ପାଇଁ ଚାହାନ୍ତି ଜୀବନ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଚାହାନ୍ତି ତାହେଲେ ରଥରେ ବସିବାକୁ ପଡିବ। ଅର୍ଥାତ ଶ୍ରୀମତୀ ରାଧାରାଣୀ ହିଁ ଜୀବନର ସମସ୍ତ ଲକ୍ଷ୍ୟ ହବା ଦରକାର। ତେଣୁ ଯେ କେହି ଶ୍ରୀମତୀ ରାଧାରାଣୀଙ୍କର ପାଦ ପଦ୍ମରେ ଏଇ ଚିହ୍ନର ଉଦ୍ଦେଶ୍ୟକୁ ମେଡିଟେଟ କରିବ ତ ନିଶ୍ଚୟ ଭାବରେ ସିଏ ଏଇ ତାର ଜୀବନକୁ ପ୍ରାପ୍ତ କରିବା ପାଇଁ ଜୀବନର ଲକ୍ଷ୍ୟକୁ ସେ ପ୍ରାପ୍ତ କରିପାରିବ। ଆଉ ବିଶେଷ କରିକି ରଥର ଆବଶ୍ୟକ ସେତେବେଳେ ପଡେ ଯେତେବେଳେ କେହି ଯୁଦ୍ଧ କ୍ଷେତ୍ରରେ ଥାଆନ୍ତି ତ ଭକ୍ତମାନେ ନିଶ୍ଚୟ ଭାବରେ ଏ ମାୟା ଏବଂ ମୋହ ତ ୟା ସାଙ୍ଗରେ ପ୍ରତ୍ୟେକ ମୁହୂର୍ତ୍ତରେ ଯୁଦ୍ଧ କରୁଥାନ୍ତି। ତେଣୁ ରାଧାରାଣୀଙ୍କର ପାଦ ପଦ୍ମର ସ୍ମରଣ କଲେ ତ ଆଜିରେ ସେ ଏ ରଥ ଉପରେ ଉପବେଶନ କରିକି ଶ୍ରୀମତୀ ରାଧାରାଣୀଙ୍କର ପାଦ ପଦ୍ମକୁ ପ୍ରାପ୍ତ କରିପାରିବ। ତେଣୁ ସେଥିପାଇଁ ଜୀବନର ପ୍ରତିଟି ସଂଘର୍ଷର ମୁହୂର୍ତ୍ତରେ ସେ ସବୁବେଳେ ବିଜୟର ଧ୍ୱଜା ନିଶ୍ଚୟ ଉତ୍ତୋଳନ କରିବ। ଯେତେବେଳେ ରାଧାରାଣୀଙ୍କର ପାଦ ପଦ୍ମକୁ ସେ ଆଶ୍ରୟ କରିକି ଯିବ ତ ବହୁତ ସୁନ୍ଦର ମଧୁମଙ୍ଗଳ ବହୁତ ସୁନ୍ଦର ଭାବରେ ଏଇ ଦିବ୍ୟ ସିକ୍ରେଟ ରହସ୍ୟକୁ ଉନ୍ମୋଚନ କଲେ। ତେଣୁ ନିଶ୍ଚୟ ଭାବରେ ଆମେ ଏଇ କାର୍ତ୍ତିକ ମାସରେ ନିଶ୍ଚୟ ଭାବରେ ପ୍ରାର୍ଥନା କରିବା ଦରକାର, ପ୍ରେରିତ ହବା ଦରକାର
कि एते सुंदर भाବରେ ଭଗବାନଙ୍କର ବ୍ୟବସ୍ଥା ଆମ ସମସ୍ତଙ୍କ ପ୍ରତି ଅଛି ତାକି ଆମର କିପରି ଉଦ୍ଧାର ହବ ତ ଆମେ କାହିଁକି ନା ଏଇ ପ୍ରତିଦାନରେ କିଛିଟା ତପସ୍ୟା କରିବା ଭଗବାନଙ୍କ ପ୍ରସନ୍ନତା ପାଇଁ ପ୍ରଭୁପାଦ ମଧ୍ୟ କୁହନ୍ତି ତପୋ ଦିବ୍ୟଂ ପୁତ୍ର କାଜେନ ସତ୍ୟେନ ଶୁଦ୍ଧଂ ସତ୍ୱେନ ଅର୍ଥାତ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ ହବା ଦରକାର କି ତପସ୍ୟା କରିବାର ଅଛି ତପୋ ତପୋ ଦିବ୍ୟ ତପସ୍ୟା କରିବାର ଅଛି ତାକି ଆମେ ଭଗବାନଙ୍କର ଏବଂ ଶ୍ରୀମତୀ ରାଧାରାଣୀଙ୍କର ଚରଣକୁ ପ୍ରାପ୍ତ ହେଇପାରିବା ତ ନିଶ୍ଚୟ ଭାବରେ ଆମେ ମନକୁ କିଛି ଯୋଉ ବ୍ୟବହାରିକ କାର୍ଯ୍ୟଶୈଳୀ ଅଛି ଆମର ପ୍ରତ୍ୟେକ ଦିନ ତ ଆମେ କିଛି ମୁହୂର୍ତ୍ତ ବିଶ୍ରାମ ନେଇକି ଆମେ ୟା ଉପରେ ଚିନ୍ତନ କରିବା ଦରକାର କି ଏଇ ରାଧାରାଣୀଙ୍କର ପବିତ୍ର କୃପାରେ ସିକ୍ତ ହେଇଥିବା ପବିତ୍ର ମାସକୁ ଆମେ କିପରି ତାର ଲାଭ ପ୍ରାପ୍ତ କରିପାରିବା ଆଉ ହେଇପାରେ ଏଇ ଆମ ସମସ୍ତଙ୍କ ପାଇଁ କାର୍ତ୍ତିକ ମାସ ଅନ୍ତିମ ମାସ ହେଇପାରେ କାହା କାହା ପାଇଁ ଅନ୍ତିମ ମାସ ହେଇଯାଏ ତେଣୁ ସେଥିପାଇଁ ଆମେ ନିଶ୍ଚୟ ଭାବରେ ଦୃଢ ପ୍ରତିଜ୍ଞା ହେଇକି ଭଗବତ ଧାମ ଯିବା ପାଇଁ ପୂର୍ଣ୍ଣ ଭକ୍ତରେ ସଂକଳ୍ପବଦ୍ଧ ହେଇକି प्रयास କରିବା ଦରକାର श्री श्री कार्तिक मास महामहोत्सव की जय श्रीमती राधा रानी की जय वैष्णव प्रणाम मंत्र वैष्णव माने वांछा कल्पतरु सदृश क्षमाश्रय दयाळु सागरं पतित जीवंकर उद्धारकारी दैनंदिन जीवନରେ ଜ୍ଞାତ ବା ଅଜ୍ଞାତରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମା ପ୍ରାର୍ଥନା ମାଗିଦେବା ଉଚିତ वंशाकल्पतरुर्वश्य कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः अनंत कोटि वैष्णव भक्त वृंद की जय स्वामी गौर भक्त वृंद की जय हरे कृष्ण